ମୁଁ ମୋର ବିବାହର 6 ବର୍ଷ ହେଲାଣି। ଆଉ ସୁରଜ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆଉ ମୋ ସ୍ତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେ ପ୍ରେମ ଜାଲରେ ଫସାଇ ଆଉ ମୋର ପରିବାର ଭାଙ୍ଗିଛନ୍ତି। ତ ତେଣୁ ଏହିପରି ବ୍ୟକ୍ତି ସମାଜ ପାଇଁ କଳଙ୍କଟେ। ତେଣୁ ମୋ ମୋର ଜଣେ ସାନ ଛୁଆ ଅଛନ୍ତି, ଝିଅ ଅଛନ୍ତି। ତ ତେଣୁ ମୁଁ ମୋ ଝିଅଙ୍କୁ ନେଇକି ମୁଁ ବର୍ତ୍ତମାନ ମୋ ଘରେ ଅଛି। ତେଣୁ ଏହିପରି ବ୍ୟକ୍ତି ମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ। ଗାଁ ଲୋକମାନେ ତାହାଙ୍କୁ ଦେଖିବା ପରେ ଗୋଟେ ଘରେ ଘେରାଉ କରିଥିଲେ ଏବଂ ପୁଲିସ ଆସି ତାହାକୁ ନେଇ ଯାଇଥିଲେ। ମୁଁ ସରକାରଙ୍କୁ ଅନୁରୋଧ କରୁଅଛି ଏହିପରି ପରିବାରକୁ ଭାଙ୍ଗୁଥିବା ବ୍ୟକ୍ତିକୁ ଆଉ କଠୋର ଦଣ୍ଡ ଦିଆଯାଉ। ଆମର କିଚକର ସ୍ତ୍ରୀ କୁ ସେ ସୁରଜ ନାଇକି ସାର୍ ସେମାନେ ପୁରା ଏମିତି କିଡନାପ କରିକି ନେଇକି ଗଲାନି, ନେଇଥିଲା ଫିର ବି ଛାଡି ଆଇଲା। ଆଉ ଆମର କିଛି ନାହିଁ, ସେଇଟା ସେ ସୁରଜ ଯୋଉଟା ମାନେ ଭୁଲ କରିଛି ସେ ଭୁଲର ଦଣ୍ଡ ଦିଆଯାଉ। ଆମର ପୁଲିସ ଯୋଉ ରାତି ଆସିକି 1-2ଟାରେ ଆସିକି ନେଲେ, କଣ ପାଇଁ ନେଲେ ତାକୁ? ଆମର ତ ପୁଲିସ ଡକେଇ ନଥିଲୁ ସାର୍, ପୁଲିସ ପାଖରେ ଆମର ଅଭିଯୋଗ ଆଗରୁ ଥିଲା। ଆଉ ପୁଲିସ ଆଗରୁ ଯଦି ଆମର ଥିଲା ସେଇଟା ସେମାନେ ମାନେ ଟୋଟାଲ ତଦନ୍ତ କଲେ ନାହିଁ। ସେତିକି ଭିତରେ ଆମର ପୁଲିସ ପାଖରେ ଟିକେ ତଦନ୍ତ ଥିଲା, କରିବାର ଥିଲା, ସେମାନେ କଲେ ନାହିଁ। ତାପରେ ଆମେ ସୁରଜକୁ ଧରି ପାଇଲୁ, ତାପରେ ପୁଲିସ ନେଇଗଲେ।